स्वगृहे यज्ञशालाश्च विवाहे सिंधुमर्दने विवाह विवाह कार्य को निमंत्रित होइचंदी जदि रिक्त हस्तरे दिबेनी ब्राह्मण दैवत गुरु ब्राह्मण माने आसिचंदी वैष्णव माने आसिचंदी तांको रिक्त हस्तरे छाड़िबेनी गुआटे हउ पछे तांको हातरे देई तांको प्रणाम निवेदन करी छाड़िबेनी ब्राह्मण दैवत गुरु देवता हुंतु गुरु हुंतु यज्ञशाला हो ये स्थान को रिक्त हस्तरे दिबेनी निमंत्रण थाउ न थाउ गले मध्य अक्रोश मनरे रखिबेनी तेणु यही न्याय जितेबाला माँ पार्वती कही मो पिता गृह यज्ञादि कर्म चली तेणु पिता गृह को कन्या जावा समय निमंत्रण आवश्यकता नए किंतु देवदेव महादेव जी त्रिकालदर्शी आभास हो जाए आभास हो रामायण प्रसंग रामायण कथा वस्तु जितेबाला रामचंद्र भगवान माँ सीता विरोध आपणकर दंडकारण्य मध्य सीते 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 बोली चित्कार कर जाए बही बही अंका बंका पथ दे आज जे निज आज जो दंडकारण्य माँ सीता विरह प्रभु रामचंद्र सीते 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 चित्कार कर बुलुंट से समय धिक्कार कर माँ सती क्या ना शंकर भगवान कहे तमें सर्वदा 24 घंटा राम 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 अष्टांग जोगरे बस जप करुच आए तमें तो त्रिकालदर्शी तुमको तो 3 काल कथा जना अच्छी किंतु तुम्हें जहाँ को आराधना करुच सी कौन गोटे सामान्य मनुष्य भली आज पत्नी विरह वेदना प्रलाप करुँच देख मुझे तुम प्रभुंर अवस्था
କଣ କରୁଛି। ଏହା କହି ମା ସତୀ କଣ କରିଛନ୍ତି ନା ସୀତାଙ୍କ ରୂପ ଧାରଣ କରି ରାମଚନ୍ଦ୍ର ଭଗବାନଙ୍କ ସମ୍ମୁଖରେ ଯାଇ ଦଣ୍ଡାୟମାନ ହୋଇଯାଇଛନ୍ତି। ଯିଏ ଦୁର୍ବାଦଳ କାନ୍ତି ଯୁକ୍ତ ମର୍ଯ୍ୟାଦା ପୁରୁଷୋତ୍ତମ ରାମାୟଣର ପ୍ରତ୍ୟେକ କଥାବସ୍ତୁ ରାମାୟଣର ପ୍ରତ୍ୟେକ କାଣ୍ଡ ଆପଣଙ୍କୁ ଜୀବନ ଦର୍ଶନର କଥା ଶିଖାଏ, ପରିବାରର କଥା ଶିଖାଏ, ସଂସାର କିପରି କୁମାର୍ଗରୁ ସୁମାର୍ଗକୁ ଆସିବ ସେଇ ରାସ୍ତା ଦେଖାଇଥାଏ। ଆଜି ସେଇ ବିଷୟ ବସ୍ତୁର ଯେ ନାୟକ, ସେ ବିଷୟ ବସ୍ତୁ ଯାହାଙ୍କର ଉପରେ ଆଧାରିତ ସେଭଳି ବ୍ୟକ୍ତିତ୍ୱ ଯିଏକି ଦଶାବତାର ମଧ୍ୟରୁ ଅନ୍ୟତମ ଶ୍ରୀରାମ ଭଗବାନ। ସେ ଭଗବାନ କିପରି ଆଜି ମା ସତୀଙ୍କୁ ନ ଚିହ୍ନି ପାରିବେ ଭଗବାନ। ଯେତେବେଳେ ମା ସତୀ ଆସିଛନ୍ତି ଏପଟୁ ରାମଚନ୍ଦ୍ର ଦେଖୁଛନ୍ତି, ହାତ ଯୋଡ଼ି ଦେଇଛନ୍ତି, ପ୍ରଭୁ ଜଣାଣ ଗାଉଛନ୍ତି, ଜୟ ଭଗବତୀ ଦେବୀ ନମୋ ବରଦେ ଭଗବତୀ ନମୋ ବରଦେ ଜୟ ଭାବ ବିନାଶିନୀ ବହୁ ବଳଦେ ବହୁ ବଳଦେ ଜୟ ଭାବ ବିନାଶିନୀ ବହୁ ବଳଦେ জয় চন্দ্র বিনা করলে প্রভণে জয় পাবক ভূষিত ବରଦାୟିନୀ ଭଗବତୀଙ୍କୁ ଆରାଧ୍ୟ କିପରି ନ ଚିହ୍ନି ପାରନ୍ତେ ଭଲା ହାତ ଯୋଡ଼ି ଦେଇଛନ୍ତି, ଦଣ୍ଡ ପ୍ରଣାମଟିଏ କରିଛନ୍ତି। କର ଚରଣ କୃତଙ୍ଗ କାୟ ଜଙ୍କର ଜମ୍ବା ଶ୍ରବଣ ନୟନ ଜମ୍ବା ମାନ ସମ୍ବା ପରାଦମ ବିହିତମ ବିହିତମ୍ବା ସର୍ବମେ ତତ କ୍ଷମସ୍ୱ ଜୟ ଜୟ କରୁଣାବ୍ଧେ ହେ ଭଗବତୀ ପରାମ୍ବା ହେ ଜଗତ ଜନନୀ। ଆପଣ କଣ ମୋ ସାଙ୍ଗରେ କପଟ କରୁଛନ୍ତି ମାତେ? ମୁଁ କଣ ଆପଣଙ୍କୁ ଚିହ୍ନି ପାରୁନି? ଲଜ୍ଜାରେ ଜର୍ଜରିତ ହୋଇଯାଇଛନ୍ତି ମା ସତୀ। ସେଇ କ୍ଷଣରେ ମୃତ୍ୟୁବରଣ କରିଛନ୍ତି। ସେଇ କ୍ଷଣରେ ଗୋଟିଏ ନାରୀ ପାଇଁ ସବୁଠାରୁ କଷ୍ଟ ହେଲା ଲଜ୍ଜା। ସେଇଥିପାଇଁ କୁହାଯାଏ ଯାଦେ ସର୍ବଭୂତେଷୁ ଲଜ୍ଜା ରୂପେଣ ସଂସ୍ଥିତା ନମସ୍ତସ୍यै 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 ନମୋ ନମଃ। ସେ ଭଗବତୀ ଜଗଦମ୍ବିକା ରାଜରାଜେଶ୍ୱରୀ ସତୀଙ୍କର ସେଇଦିନ ମୃତ୍ୟୁ ହୋଇଯାଇଛି। ସେ ରାମଙ୍କୁ ନିବେଦନ କରିଛନ୍ତି, ହେ ପ୍ରଭୁ ଆପଣ ଏଇ କଥା ଶଙ୍କର ଭଗବାନଙ୍କୁ ଜଣାଇବେ ନାହିଁ। ବଡ଼ ଆଶ୍ଚର୍ଯ୍ୟ କଥା, ଯାହାଙ୍କୁ ତିନି ପୁରର କଥା ଜଣା, ଯାହାଙ୍କୁ ତ୍ରିକାଳର କଥା ଜଣା, ସିଏ ଅବା କେମିତି ଏ କଥାକୁ ନ ଜାଣି ପାରନ୍ତେ। ତେଣୁ ତାଙ୍କ ମନରେ ମଧ୍ୟ ସତୀଙ୍କ ଆନ୍ତରିକତାଟା ସେଇଠୁ ମରିଯାଇଛି। ତେଣୁ ପତି ପତ୍ନୀର ବିରହ ଏକ ପ୍ରକାର ଭାବରେ ସେଇଠୁ ସୃଷ୍ଟି ହୋଇଯାଇଛି। ତେଣୁ ଆଜି ଗୋଟିଏ କାରଣର ତ ଆବଶ୍ୟକତା। ଆପଣ ଜାଣିଥିବେ ଗ୍ରହ ଚଳନ ଯେତେବେଳେ ଜାତକରେ ହୁଏ, ଯାହାକି ଆପଣଙ୍କର କୌଣସି ଗୋଟିଏ ଗ୍ରହ ଆପଣଙ୍କର ଜନ୍ମ ଜାତକରେ ଚାଲି ଅଛନ୍ତି, ସେଇ ଗ୍ରହ ଭାବରେ ଆପଣଙ୍କର ଭାବ ଚାଲିଛି। ଯେତେବେଳେ ହଠାତ୍ ସେଇ ଗ୍ରହଙ୍କର ପରିବର୍ତ୍ତନ ହୋଇ ଆଉ ଗୋଟିଏ ଗ୍ରହ ଚଳନ ହୁଏ, ସେତେବେଳେ ଆପଣଙ୍କର ହାବଭାବ ବଦଳିଯାଏ, ଆପଣଙ୍କର କାରୁକାର୍ଯ୍ୟ ବଦଳିଯାଏ, ଚିନ୍ତାଧାରା ବଦଳିଯାଏ। କାହିଁକି ନା ସାଇନ୍ସ ମଧ୍ୟ କୁହେ ଅଛି, ଏଭ୍ରି ଆକ୍ଟିଭିଟିଜ ଅଫ ଲିଭିଂ creature is controlled by the hormone secretion of that living creature। ଆକୁ ମେଡିକାଲ ସାଇନ୍ସ ମଧ୍ୟ ମାନେ, କାହିଁକିନା ଆମର ସମସ୍ତ ଚିନ୍ତାଧାରା ଆମର ହରମୋନ ଦ୍ୱାରା କଣ୍ଟ୍ରୋଲ ହୁଏ। ଆଉ ହରମୋନ୍ସ ଆର୍ ଡାଇରେକ୍ଟଲି କଣ୍ଟ୍ରୋଲ ବାଇ ଦ କସ୍ମିକ୍ ଏନର୍ଜି ଅଫ ୟୁନିଭର୍ସ। ଯୋଉ ରହିଛି ଗ୍ରହମାନଙ୍କର ଜାଗତିକ ଶକ୍ତି, ଯାହା ଆମେ ବିଜ୍ଞାନରେ ପଢିଛେ ମହାକର୍ଷଣ ଶକ୍ତି। ଗ୍ରହମାନଙ୍କ ଦ୍ୱାରା ଯେଉଁ ମହାକର୍ଷଣ ଶକ୍ତି ସେ ଆମର ମନୋଭାବକୁ ବଦଳାଇଥାଏ। ସେଥିପାଇଁ ଚନ୍ଦ୍ରଙ୍କ ପ୍ରଭାବରେ 3 ଘଣ୍ଟାରେ ଥରେ ଆମର ମନ ପରିବର୍ତ୍ତନ ହୁଏ ଏବଂ ଚନ୍ଦ୍ର ମଧ୍ୟ 3 ଘଣ୍ଟାରେ ଥରେ ଆପଣଙ୍କର ଘୂର୍ଣ୍ଣାୟମାନ ହୋଇଯାଆନ୍ତି। ଯେଉଁଥିପାଇଁ ଆମେ ତାର ଆଉ ଗୋଟିଏ ବ୍ରହ୍ମାଣ୍ଡର ପ୍ରମାଣ ଦେଖୁଛେ। ଇଏ ତ ମୁଁ ପିଣ୍ଡର କଥା କହିବି। ବ୍ରହ୍ମାଣ୍ଡର ପ୍ରମାଣ କଣ? ଯେତେବେଳେ ପୂର୍ଣ୍ଣିମା ଆସୁଛି, ଅମାବାସ୍ୟା ଆସୁଛି, ସମୁଦ୍ର ମହୋଦଧିରେ ତରଙ୍ଗ ସୃଷ୍ଟି ହେଉଛି। এই কথাকে মধ্য ভাগবতরে জগন্নাথ দাস কলম করেছেন। কণ পিণ্ড ব্রহ্মাণ্ড এক মহত গোবিন্দ জানতি সুজ্ঞানী পণ্ডিত গোবিন্দ
ଗୋବିନ୍ଦ 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 ହରିବୋଲ ହୁଳହୁଳି ଭଜ କାଳୁଚି ମତ ବୋଲା ନଗର ଭଗବାନ କି। ତେବେ ଘଟଣା ଘଟିଛି ସେବେଠୁ ଏବେ ଖାଲି ଯାହା ଆମେ ତାର ଫଳାଫଳଟି ଦେଖିବା। ଫଳାଫଳ କଣ ନା ଦକ୍ଷଙ୍କ ମନରେ ରାଗ ସୃଷ୍ଟି ହୋଇଛି, କ୍ରୋଧ ସୃଷ୍ଟି ହୋଇଛି। କ୍ରୋଧାତ ଭବତି ସଂହାତ ସ୍ମୃତି ବିଭ୍ରମ, ତାଙ୍କର ମତିଭ୍ରମ ଘଟିଛି। ଏବଂ ସେ ଯେ ଐଶାନ୍ୟାଧିପତି ସାକ୍ଷାତ ଶଙ୍କର ଭଗବାନ, ଯିଏକି ଆପଣଙ୍କର ମୂଳ ଦେବତା ଯଜ୍ଞାଦି କର୍ମରେ ତାଙ୍କୁ ଆବାହନ ନ କରି ଶିବ ବିରହ ଯଜ୍ଞ କରିଛନ୍ତି। ଏବଂ ଏପଟେ ଆପଣଙ୍କର ଦକ୍ଷ କନ୍ୟା ସତୀ ଜିଦ୍ ଧରିଛନ୍ତି ପିତା ଗୃହକୁ ଯିବା ପାଇଁ। ତେଣୁ ମା ମାନେ ସର୍ବଦା ସବୁବେଳେ ଯେତେବେଳେ ଆପଣ କିଛି କାର୍ଯ୍ୟ କରୁଛନ୍ତି, ଆପଣ ଅଧିକ ଜ୍ଞାନୀ ହେଲେ ବି ମଧ୍ୟ ବିବାହ ପରେ ପତି ହେଉଛନ୍ତି ଆପଣଙ୍କର ପିତା, ବିବାହ ପରେ ପତି ହେଉଛନ୍ତି ଆପଣଙ୍କର ଭ୍ରାତା, ବିବାହ ପରେ ପତି ହେଉଛନ୍ତି ଆପଣଙ୍କର ସଖା, ବନ୍ଧୁ, ସହୋଦର, ସବୁ କିଛି। ତେଣୁ ଉଭୟଙ୍କ ମଧ୍ୟରେ ଯଦି କଥୋପକଥନ ଆଲୋଚନା ପର୍ଯ୍ୟାଲୋଚନା ହୋଇ କୌଣସି କାର୍ଯ୍ୟ କରାଯାଏ, ତେବେ ଭବିଷ୍ୟତରେ ପ୍ରମାଦର ଆବଶ୍ୟକତା ନଥାଏ, ଯାହାକି ଏ କଥାବସ୍ତୁ ଆମକୁ ଶିକ୍ଷା ପ୍ରଦାନ କରୁଅଛି। ଏଠି ଘଟଣା କଣ ଘଟିଛି ନା ଯେତେବେଳେ ଦେବଦେବ ମହାଦେବ ଭଗବାନ ଶଙ୍କର ମା ସତୀଙ୍କୁ ମନା କରିଛନ୍ତି, ନାଇଁ ତମେ ସେଠିକୁ ଯାଇପାରିବ ନାହିଁ, ଯଦି ତମେ ସେଠିକୁ ଯାଉଛ ତେବେ ଅନେକ ଅନର୍ଥ। ସେତେବେଳେ ଆଉ ଭଗବତୀ ମାନି ନାହାନ୍ତି, ଯିଏ କିଏ ନା ସାକ୍ଷାତ ପ୍ରକୃତି ସ୍ୱରୂପିଣୀ, ଯିଏ ଶକ୍ତି ସ୍ୱରୂପିଣୀ, ସେ ତାଙ୍କର ଶକ୍ତିର ପରାକାଷ୍ଠା ଦେଖେଇଛନ୍ତି। ଯେତେବେଳେ ମା ମାନଙ୍କୁ କଣ କରାଯାଏ ନା ଆମର ଗୋଟେ ଅଛି ଭଲ ନାରୀ କିଏ ଖରାପ ନାରୀ କିଏ, ଚାଣକ୍ୟ ଲେଖିଛନ୍ତି। ମୁଁ ପଣ୍ଡିତଜୀଙ୍କୁ ଅନୁରୋଧ କରିବି ସେଇ କଥା ସମ୍ୟକ ଭାବରେ ଟିକେ କହିଦେବେ, କାହିଁକି ନା ଜାଣିବା ଆବଶ୍ୟକ। ସ୍ୱାମୀ ସ୍ତ୍ରୀର ସମ୍ପର୍କ ହଉଛି ଗୋଟେ ଅପୂର୍ବ ସମ୍ପର୍କ। ତେଣୁକରି ଜଣେ ଭଲ ପତ୍ନୀ ହେବାର ଲକ୍ଷଣ ନୀତି ଶ୍ଲୋକ ବିଶାରଦ ଚାଣକ୍ୟ କୁହନ୍ତି, କ୍ରୋଧେ ଦାସୀ ରତେ ବେଶ୍ୟା ଭୋଜନେ ଜନନୀ ସମା ବିପଦେ ମନ୍ତ୍ରିଣା ବୁଦ୍ଧି ସା ନାରୀ ପ୍ରାଣବଲ୍ଲଭା। କ୍ରୋଧ ସମୟରେ ସ୍ୱାମୀ ରାଗିଛନ୍ତି, ଦାଣ୍ଡରେ କଳି କରି ଆସିଛନ୍ତି, ଭଲ